ସାଙ୍ଗମାନେ ସେଦିନ ଯେଉଁ ରେଷ୍ଟୁରାଣ୍ଟ ଯାଇଥିଲି ସେଠି ପୁରୀ ଦୋସା ମୁଁ ଖାଇଥିଲି। ମୁଁ କହିଲି ଯେ ନାଇଁ ମୁଁ ନିଜେ ବନେଇବି, ତେଣୁ ସେଥିପାଇଁ ଆଜି ମୁଁ ପ୍ରିପାରେସନ୍ କରିଛି। ଏଇଟା ବେଟର୍ ତିଆରି କରିଛି। ଆଉ ସେଥିରେ ସୁଜି ରାୱା ଟିକେ ପକେଇବାକୁ ମୁସମୁସ ହେବା ପାଇଁ, ଆଉ ଫୁଟେଇବା ପାଇଁ ଜିରା, ସୋରିଷ, ପିଆଜ, ଭେସୁଙ୍ଗା ପତ୍ର, ଶୁଖିଲା ଲଙ୍କା ଫୁଟେଇବି। ତେଲ ତାତିଗଲାଣି, ସେଥିରେ ପକେଇଦେବା ଜିରା, ସୋରିଷ, ତାପରେ ପକେଇଦେବା ଶୁଖିଲା ଲଙ୍କା, ତାପରେ ପକେଇଦେବା ଭେସୁଙ୍ଗା ପତ୍ର, ତାପରେ ପକେଇଦେବା ପିଆଜ। ଟିକେ ଭାଜି ହେଇଗଲା ପରେ ଗାଜର ପକେଇଦେବା। ସେଥିରେ ଗାଜର ଆଡ୍ କରିନଥିଲେ, କିନ୍ତୁ ମୁଁ ଟିକେ ହେଲ୍ଦି ପାଇଁ ଗାଜର ଆଡ୍ କରିଦେଇଛି। ହଳଦୀ ଟିକେ ପକେଇଦେବା, ଲୁଣ ଟିକେ ପକେଇଦେବା। ଆଳୁ ପକେଇବି, ତେଣୁ ମୁଁ ଟିକେ ପୁଅକୁ ଫୋନ୍ଟା ଧରେଇ ଦେଉଛି। ହେଇଗଲା, ତାୱା ଗରମ କରିବା। ତାୱା ଗରମ ହେଲା ଭିତରେ ବେଟରଟାକୁ ଫେଣ୍ଟି ଦେବା। ଲୁଣ ପକେଇଥିଲି, ସେଥିରେ ରାୱା ପକେଇଦେବା। ବେଟରଟା ଟିକେ ପାଣିଆ ହେଲେ ଦୋସା ପାଇଁ ଭଲ। ତାୱା ବି ତାତିଗଲାଣି। ନନଷ୍ଟିକ୍ ତାୱାରେ ତେଲ ଦେଇଦେଲେ ପିଠାଟା ଉଠେନି ତ, ତେଣୁ ପଛେ ତେଲ ପଡ଼ିବ। ମୁଁ ଆଗ ପିଠଉ ଦେଉଛି, ଦେଖନ୍ତୁ। ପତଲା କରିବେ। ସେଥିରେ ସେ ଗୁଆ ଘିଅ ପକେଇଥିଲେ, ବଟର ବି ପକେଇଥିଲେ, ତେଣୁ ମୁଁ ଗୁଆ ଘିଅ ନ ପକେଇ ବଟର ଟିକେ ପକେଇ ଦେଉଛି। ପୋଡ଼ି ମସଲା ପକେଇବା, ତାପରେ ଆଳୁ ଯେଉଁ କରିଥିଲେ ସେ ଆଳୁକୁ ଦେଇଦେବା, ଗାର୍ନିସିଂ କରିଦେବା। ପିଆଜ ଟିକେ କ୍ରିସ୍ପି ହେବା ପାଇଁ ଛାଡ଼ିଦେବା, ପଲଟେଇ ଦେବା। ଦେଖନ୍ତୁ ପୁରା ସେପରି ହେଇଛି ନା ନାହିଁ, କମେଣ୍ଟ କରିବେ, ସେୟାର କରିବେ।